ଏ ମୂଳରୁ ନିଶା ନା। ମୁଁ ହାରାହାରି ବର୍ଦ୍ଧେ ଏଇଠୁ ମୁଁ କହୁଛି ଅନ୍ୟ ମଦ ସବୁ ପିଇ ଆସିଥିଲି ଏ 10 ବର୍ଷ ତ ନୁହଁ ଆକୁ 3-4 ବର୍ଷ ହେଲା ପିଉଛି। ଏଇଟା 3-4 ବର୍ଷ ଆଗରୁ ପିଉଥିଲି ଏଗୁଡ଼ା ସବୁ ପିଉଥିଲି। ମତେ ନିଶା ହେଉଥିଲା ସେଥିରେ ବେରେ 8-10 ଲକ୍ଷ ଟଙ୍କା ମୋ ପିଛାରେ ଖର୍ଚ୍ଚ ହେଉଛି କାରଣ ମୁଁ ନିଶା ଖାଇକି ଏତେ ଡେଡ୍। ହାଇଦ୍ରାବାଦ ଯାଇଥିଲି, ଭୁବନେଶ୍ୱରରୁ ଫେରେଇଛନ୍ତି, ସବୁଆଡ଼ୁ ଫେରେଇଛନ୍ତି। ମୋ ଭାଇମାନେ ନେଇକି ମତେ ହାଇଦ୍ରାବାଦ ଯାଇଥିଲେ, ଭଲ କରିକି ଆଣିଛନ୍ତି। ଆଗରୁ ନିଶା ଖାଇଥିଲି, ଏଗୁରା ମୁଁ ପିଉଛି। ମୁଁ ଭାବୁଛି ବୋଧେ ମନ ବୁଝୁଛି ପାଣି ପିଉଛି। ନିଶା ମୂଳରୁ ନାହିଁ, ଦିନକୁ 3-4ଟା ପିଇ ଦେଉଛି, ନିଶା ନାହିଁ। ଏଗୋଟାକ 210 ଟଙ୍କା ମତେ କିଣା, ତାପରେ ଅନ୍ୟାନ୍ୟ ଖର୍ଚ୍ଚ ଦିନକୁ 3-4ଟା ଯାହା ହେଲା କ'ଣ ଧର ମିନିମମ୍ 3-4 ଅଧିକ ହେଉଛି, ହବ 4 ରାତି ହେଇଗଲେ ଯଦି ବିରକ୍ତିଆ ଲାଗୁଛି ଆଉ ଗୋଟେ ପିଇଦେବି। ଏ ଆଉ ଇନକମ୍ ଅଛି ମୋର, ହଁ ଇନକମ୍ ଅଛି। ଆଉ ନହେଲେ ମୁଁ ମୋ ଘରେ କୁଆଡ଼େ 1000-1200 ଟଙ୍କା ଡେଲି କୋଉଠୁ ଆଣି, ମାସକୁ 30,000 ଟଙ୍କା ଇନକମ୍ ଅଛି। ବେଶୀ ପିଇ ଦେଉଛି। ଇଏ ତ ମାନେ ବହୁତ କମ୍ କହିଲେ, ସାଙ୍ଗସାଥି ବସି ପଇଲେ ତ ତାଙ୍କୁ ଦେବିନି ଫେରେ। କିନ୍ତୁ ହଁ ପିଓର ଡୁପ୍ଲିକେଟ୍। ମୁଁ କହୁଛି ଯେ ଏଥିରେ କିଛି ବି ନାହିଁ, କିଛି ନାହିଁ। ଏବେ ମୁଁ ପିଇଛି କିଛି ନାହିଁ, ପାଣି ତ ସରକାରଙ୍କୁ କହେ ଆମେ ମନ ବୁଝାଉଛୁ, କାଲି ଆମକୁ ନିଶା ଦରକାର ଯାଉଛୁ ପଇସା ଦେଉଛୁ, ସରକାର ଆମ ପଇସା ନେଉଛନ୍ତି। ନିଶା ନାହିଁ ଫିସା ନାହିଁ, ଆମ ମନ ବୁଝାଉଛନ୍ତି ନେଇଯାଅ। ବେଶୀ ହେଉଛି ଆମ ଖଣ୍ଡଗିରି। କାହିଁକି ନା ଆମେ ଆଗରୁ ଖାଉଥିଲୁ, ଗୋଟେ ନି ପିଇଲେ ଶୋଉଥିଲୁ, ଉଠି ପାରୁନଥିଲୁ। ଏନା 3ଟା ପିଇଲେ ବି କିଛି ନାହିଁ। ଆପଣଙ୍କ ସାଙ୍ଗରେ ବି ମୁଁ କଥା ହେଉଛି, ଠିକ୍ ଅଛି। ମୁଁ ବି ଏବେ ଦୂର ବାଟ ଯିବି, ଠିକ୍ ଅଛି।